ସମସ୍ତ ପିଲାମାନଙ୍କୁ ଆଜିର ଏହି ଭିଡ଼ିଓଟିକୁ ମୁଁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ପିଲାମାନେ ଆମେ +2 ସେକେଣ୍ଡ ଇୟର ଆର୍ଟ୍ସ ପଲିଟିକାଲ ସାଇନ୍ସର ପ୍ରଥମ ଅଧ୍ୟାୟ ବିଷୟରେ ଜାଣିବା ଏବଂ ପ୍ରଥମ ଅଧ୍ୟାୟଟି ହେଉଛି ପିଲାମାନେ ଗଣତନ୍ତ୍ର। ପିଲାମାନେ ଏହି ଭିଡ଼ିଓଟି ଯଦି ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିଦେବ। ତା ସହିତ ଏହି ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କ ସହିତ ସେୟାର କରିଦେବ। ତା ସହିତ ପିଲାମାନେ +2 ସେକେଣ୍ଡ ଇୟର ଆର୍ଟ୍ସ ପଲିଟିକାଲ ସାଇନ୍ସର ଆହୁରି ଭିଡ଼ିଓ ଗୁଡ଼ିକୁ ଦେଖିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ପିଲାମାନେ ତୁମର ରାଜନୀତି ବିଜ୍ଞାନ ବା ପଲିଟିକାଲ ସାଇନ୍ସର ପ୍ରଥମ ଅଧ୍ୟାୟ ଗଣତନ୍ତ୍ରରେ ଆମେ ଗଣତନ୍ତ୍ରର ଅର୍ଥ ବିଷୟରେ ଜାଣିବା, ଗଣତନ୍ତ୍ରର ପ୍ରକାରଭେଦ ବିଷୟରେ ଜାଣିବା, ତା ସହିତ ଗଣତନ୍ତ୍ରର ବିଭିନ୍ନ ଉପାଦାନ ବିଷୟରେ ଜାଣିବା। ତା ସହିତ ପିଲାମାନେ ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟାର ଅନ୍ତରାୟ ବା ପ୍ରତିବନ୍ଧକ ଗୁଡ଼ିକ ବିଷୟରେ ଜାଣିବା। ଯେମିତି ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାର ଅନ୍ତରାୟ ଗୁଡ଼ିକ ହେଲା ପିଲାମାନେ ଅସମାନତା, ନିରକ୍ଷରତା, ଆଞ୍ଚଳିକତା, ନକ୍ସଲ ସମସ୍ୟା, ଲିଙ୍ଗଗତ ଅସମାନତା ଇତ୍ୟାଦି। ଆଜିର ଏହି ଭିଡ଼ିଓରେ ପିଲାମାନେ ଆମେ ଜାଣିବା ଗଣତନ୍ତ୍ରର ଅର୍ଥ ବିଷୟରେ। ତ ଚାଲ ପିଲାମାନେ ଆଜି ଆମେ ଜାଣିବା ଏବଂ ବୁଝିବା ଗଣତନ୍ତ୍ରର ଅର୍ଥ ବିଷୟରେ। ଗଣତନ୍ତ୍ରର ଅର୍ଥ। ଗଣତନ୍ତ୍ର ଏଭଳି ବହୁଳ ବ୍ୟବହୃତ ଶବ୍ଦ ଯେ ଏହାର ବ୍ୟାଖ୍ୟା କରିବାର କୌଣସି ଆବଶ୍ୟକତା ଅନୁଭୂତ ହୁଏ ନାହିଁ। ପ୍ରତିଦିନ ପ୍ରତି ସମୟରେ ପିଲାମାନେ ଆମେମାନେ ଗଣତନ୍ତ୍ର ଶବ୍ଦଟିକୁ ବ୍ୟବହାର କରୁଅଛୁ। ଉଣା ଅଧିକେ ଆମେ ସମସ୍ତେ ଗଣତନ୍ତ୍ର ବିଷୟରେ ଜାଣିଛୁ। ତେଣୁକରି ଏଠି କୁହାଯାଉଛି ଯେ ଗଣତନ୍ତ୍ରର ବ୍ୟାଖ୍ୟା କରିବାର କୌଣସି ଆବଶ୍ୟକତା ହୁଏ ନାହିଁ ବୋଲି। ପିଲାମାନେ ଏହି ଗଣତନ୍ତ୍ର ଶବ୍ଦଟି ଗ୍ରୀକ୍ ଭାଷାରୁ ହିଁ ଆନିତ। ଗଣତନ୍ତ୍ର ଦୁଇଟି ଗ୍ରୀକ୍ ଶବ୍ଦରୁ ମିଶ୍ରିତ ହୋଇ ଆସିଅଛି। କେଉଁ କେଉଁ ଗ୍ରୀକ୍ ଶବ୍ଦରୁ ଆସିଅଛି ଦେଖ ପିଲାମାନେ। ଗ୍ରୀକ୍ ଶବ୍ଦ ଡେମୋସ୍ ଯାହାର ଅର୍ଥ ହେଲା ଗଣ ଏବଂ ଗ୍ରୀକ୍ ଶବ୍ଦ କ୍ରାଟୋସ୍ ଯାହାର ଅର୍ଥ ହେଲା କ୍ଷମତା। ଏହି ଗ୍ରୀକ୍ ଶବ୍ଦ ଡେମୋସ୍ ଏବଂ କ୍ରାଟୋସ୍ ଶବ୍ଦର ସମନ୍ୱୟରେ ଏହି ଗଣତନ୍ତ୍ର ଶବ୍ଦର ଉତ୍ପତ୍ତି ହୋଇଅଛି। ଗଣତନ୍ତ୍ରର ଆକ୍ଷରିକ ଅର୍ଥ ହେଲା ପିଲାମାନେ ଗଣଶାସନ। ଅର୍ଥାତ୍ ପିଲାମାନେ ଜନସାଧାରଣଙ୍କ ଦ୍ୱାରା ପରିଚାଳିତ ଶାସନ ହେଲା ଗଣତନ୍ତ୍ର। ପିଲାମାନେ ତମମାନଙ୍କୁ ଯଦି କେହି କେବେ ପ୍ରଶ୍ନ କରନ୍ତି ଗଣତନ୍ତ୍ର କାହାକୁ କୁହାଯାଏ ବୋଲି, ତମେମାନେ କହିବ ଗଣତନ୍ତ୍ର ଶବ୍ଦଟି ଗ୍ରୀକ୍ ଶବ୍ଦରୁ ବା ଗ୍ରୀକ୍ ଭାଷାରୁ ଆନିତ। ଗ୍ରୀକ୍ ଭାଷାର ଗ୍ରୀକ୍ ଶବ୍ଦ ଡେମୋସ୍ ଏବଂ କ୍ରାଟୋସ୍ ଶବ୍ଦର ମିଶ୍ରଣ ଦ୍ୱୟରେ ଗଣତନ୍ତ୍ର ଶବ୍ଦଟି ତିଆରି ହୋଇଛି। ଏହି ଗଣତନ୍ତ୍ରର ଆକ୍ଷରିକ ଅର୍ଥ ହେଲା ଗଣଶାସନ। ଗଣଶାସନ କହିଲେ ଜନସାଧାରଣଙ୍କ ଦ୍ୱାରା ପରିଚାଳିତ ଶାସନଟି ହେଲା ଗଣତନ୍ତ୍ର। ପିଲାମାନେ ରାଷ୍ଟ୍ର ବିଜ୍ଞାନର ଜନକ ହେଉଛନ୍ତି ଆରିଷ୍ଟଟଲ। ତାଙ୍କ ମତରେ ଗଣତନ୍ତ୍ର ହେଉଛି ଗଣତନ୍ତ୍ର ଏକ ସୁଜନତନ୍ତ୍ରର ନିକୃଷ୍ଟ ରୂପାନ୍ତର। ଆଧୁନିକ କାଳରେ ପିଲାମାନେ ଗଣତନ୍ତ୍ରକୁ ସମସ୍ତ ଶାସନ ବ୍ୟବସ୍ଥା ମଧ୍ୟରେ ଶ୍ରେଷ୍ଠ ଓ ଆଦର୍ଶ ଶାସନ ବ୍ୟବସ୍ଥା ବୋଲି କୁହାଯାଇଥାଏ। ବର୍ତ୍ତମାନ ଏବେ ଜାଣିବା ପିଲାମାନେ ଗଣତନ୍ତ୍ରର ସଂଜ୍ଞା ବିଷୟରେ। ଲର୍ଡ ବ୍ରାଇସ୍ଙ୍କ ମତରେ ଯେଉଁ ସରକାରରେ ଶାସନ କ୍ଷମତା
କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକଙ୍କ ହାତରେ ନ ରହି ସମଗ୍ର ଗୋଷ୍ଠୀର ସଦସ୍ୟମାନଙ୍କ ହାତରେ ଆଇନତଃ ନ୍ୟସ୍ତ ଥାଏ ତାକୁ ଗଣତନ୍ତ୍ର କୁହାଯାଏ। ଏଠାରେ ଲର୍ଡ଼ ବ୍ରାଇସ୍ କହୁଛନ୍ତି ଯେ ଶାସନ କରିବାର କ୍ଷମତା କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକଙ୍କ ହାତରେ କେତେବେଳେ ନଥାଏ। ସେହି ଶାସନ କରିବାର କ୍ଷମତା ସମଗ୍ର ଗୋଷ୍ଠୀର ସଦସ୍ୟମାନଙ୍କର ହାତରେ ହିଁ ଥାଏ। ତାହା ପୁଣି ଆଇନସ୍ଥ, ଆଇନ ଦ୍ୱାରା ହିଁ ସମଗ୍ର ଗୋଷ୍ଠୀର ସଦସ୍ୟମାନଙ୍କରେ ପାଖରେ ହିଁ ଥାଏ। ତାକୁ ଗଣତନ୍ତ୍ର କୁହାଯାଏ। ଆମର ସମାଜ ପିଲାମାନେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର ଚାରି ଭାଗରେ ବିଭାଜନ କରାଯାଇଥାଏ। ଏହି ଚାରି ଶ୍ରେଣୀ ହେଲେ ଚାରିଟି ଗୋଷ୍ଠୀ। ଭାରତକୁ ଶାସନ କରିବାର କ୍ଷମତା କେବଳ ବ୍ରାହ୍ମଣମାନଙ୍କ ପାଖରେ ନାହିଁ, କେବଳ କ୍ଷତ୍ରିୟମାନଙ୍କ ପାଖରେ ନାହିଁ, କେବଳ ବୈଶ୍ୟମାନଙ୍କ ପାଖରେ ନାହିଁ ବା କେବଳ ଶୂଦ୍ରମାନଙ୍କ ପାଖରେ ନାହିଁ। ଭାରତକୁ ଶାସନ କରିବାର କ୍ଷମତା ବ୍ରାହ୍ମଣମାନଙ୍କ ପାଖରେ ଅଛି, କ୍ଷତ୍ରିୟମାନଙ୍କ ପାଖରେ ଅଛି, ବୈଶ୍ୟମାନଙ୍କ ପାଖରେ ଅଛି ଏବଂ ଶୂଦ୍ରମାନଙ୍କ ପାଖରେ ଅଛି। ତେଣୁକରି ଏଠି କୁହାଯାଉଛି ଯେ ଭାରତକୁ ଶାସନ କରିବାର କ୍ଷମତା କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକମାନଙ୍କ ହାତରେ ନାହିଁ, ସମଗ୍ର ଗୋଷ୍ଠୀର ସଦସ୍ୟମାନଙ୍କ ହାତରେ ଆଇନତଃ ଥାଏ। ତାକୁ କୁହାଯାଏ ଗଣତନ୍ତ୍ର ବୋଲି ଲର୍ଡ଼ ବ୍ରାଇସ୍ କହିଛନ୍ତି। ସିଲିଙ୍କ ମତରେ ପିଲାମାନେ ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ସମସ୍ତଙ୍କର ଭାଗିଦାର ରହିଥାଏ। ଏଠି ଯେଉଁ ଚିତ୍ର ତିଆରି କରିଛି ପିଲାମାନେ, ଏହି ଚିତ୍ରଟିକୁ ଦେଖ। ଏହା ହେଲା ଗଣତନ୍ତ୍ର ଏବଂ ଏହି ଗଣତନ୍ତ୍ରରେ ବ୍ରାହ୍ମଣମାନଙ୍କର ଭାଗିଦାର ଅଛି, କ୍ଷତ୍ରିୟମାନଙ୍କ ଭାଗିଦାର ଅଛି, ବୈଶ୍ୟମାନଙ୍କର ଭାଗିଦାର ଅଛି, ଶୂଦ୍ରମାନଙ୍କର ଭାଗିଦାର ଅଛି। ସମସ୍ତଙ୍କର ଭାଗିଦାର ଏହି ଗଣତନ୍ତ୍ରରେ ଅଛି। ତେଣୁକରି ସିଲି ତାଙ୍କ ମତରେ କହିଛନ୍ତି ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା, ଗଣତନ୍ତ୍ର ଏକ ଏପରି ଶାସନ ବ୍ୟବସ୍ଥା ଯେଉଁଥିରେ ସମସ୍ତଙ୍କର ଭାଗିଦାର ରହିଥାଏ। ଆବ୍ରାହାମ ଲିଙ୍କନଙ୍କ ମତରେ ଗଣତନ୍ତ୍ରର ସଂଜ୍ଞାଟି ହେଲା ପିଲାମାନେ, ଗଣତନ୍ତ୍ର ହେଲା ଜନଗଣଙ୍କର, ଜନଗଣଙ୍କ ଦ୍ୱାରା ଓ ଜନଗଣଙ୍କ କଲ୍ୟାଣ ପାଇଁ ପ୍ରତିଷ୍ଠିତ ସରକାର। ଏହାର ଅର୍ଥ ହେଲା ପିଲାମାନେ, ଗଣତନ୍ତ୍ର ଜନଗଣ ବା ଲୋକମାନଙ୍କର ଅଟେ। ଜନଗଣଙ୍କ ଦ୍ୱାରା ମାନେ ପିଲାମାନେ ସାଧାରଣ ଜନତାଙ୍କ ଦ୍ୱାରା ତିଆରି ହୋଇଥାଏ ଗଣତନ୍ତ୍ର। ତା ସହିତ ଜନଗଣଙ୍କ କଲ୍ୟାଣ ପାଇଁ ପ୍ରତିଷ୍ଠିତ ସରକାର କହିଲେ ପିଲାମାନେ ସାଧାରଣ ଜନତାଙ୍କ ପାଇଁ ଏହି ଗଣତନ୍ତ୍ରଟି ପ୍ରତିଷ୍ଠା କରାଯାଇଥାଏ। ଏହା ହିଁ ଥିଲା ପିଲାମାନେ ଗଣତନ୍ତ୍ରର ସଂଜ୍ଞା। ପିଲାମାନେ ତୁମର ପରୀକ୍ଷା ଦୃଷ୍ଟିରୁ ଏହି ଗଣତନ୍ତ୍ରର ସଂଜ୍ଞା ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିଏ ଏହି ଉକ୍ତିଟି ପ୍ରଦାନ କରିଥିଲେ ବୋଲି ତୁମର ପରୀକ୍ଷାରେ ପ୍ରଶ୍ନ ଆସିଥାଏ। ଯେମିତିକି ପିଲାମାନେ ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ସମସ୍ତଙ୍କର ଭାଗିଦାର ରହିଥାଏ। ଏହି ଉକ୍ତିଟି କିଏ ପ୍ରଦାନ କରିଥିଲେ? କିଏ ପ୍ରଦାନ କରିଥିଲେ? ସିଲି ପ୍ରଦାନ କରିଥିଲେ। ଏମିତିକା ପ୍ରଶ୍ନ ତୁମର ପରୀକ୍ଷାରେ ଆସିଥାଏ। ତେଣୁକରି ତୁମେମାନେ ଏହି ତିନୋଟି ଗଣତନ୍ତ୍ରର ସଂଜ୍ଞାକୁ ମନେ ରଖିଦେବ ଏବଂ କିଏ ସେ ସଂଜ୍ଞାଟି ଦେଇଥିଲେ ତାହା ମଧ୍ୟ ମନେ ରଖିଦେବ, ଯଦ୍ୱାରା ପରୀକ୍ଷାରେ ଯଦି ପ୍ରଶ୍ନ ଆସିବ ତାହେଲେ ତାର ଉତ୍ତର ତୁମେ କରିପାରିବ। ବର୍ତ୍ତମାନ ଜାଣିବା ପିଲାମାନେ ଗଣତନ୍ତ୍ରର ବ୍ୟାପକ ଅର୍ଥ ବିଷୟରେ। ଗଣତନ୍ତ୍ରରେ କୌଣସି ବ୍ୟକ୍ତି ବା ଗୋଷ୍ଠୀ ନୁହେଁ, ସମସ୍ତେ ସାର୍ବଭୌମ କ୍ଷମତାର ଅଧିକାରୀ। ଗଣତନ୍ତ୍ରରେ କୌଣସି ବ୍ୟକ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ନୁହେଁ ବା କୌଣସି ଗୋଷ୍ଠୀ ସାର୍ବଭୌମ କ୍ଷମତାର ଅଧିକାରୀ ନୁହେଁ। ଗଣତନ୍ତ୍ରରେ ସମସ୍ତେ ସାର୍ବଭୌମ କ୍ଷମତାର ଅଧିକାରୀ ଅଟନ୍ତି। ସାର୍ବଭୌମ କ୍ଷମତା କହିଲେ ପିଲାମାନେ ସମସ୍ତ କ୍ଷମତାର ଅଧିକାରୀକୁ କୁହାଯାଏ ସାର୍ବଭୌମ କ୍ଷମତାର ଅଧିକାରୀ।
ପ୍ରତ୍ୟେକ ନାଗରିକଙ୍କର ରାଷ୍ଟ୍ର ପରିଚାଳନାରେ ଅଂଶଗ୍ରହଣ ଅଧିକାର ରହିଅଛି। ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କର ଅଧିକାର ରହିଅଛି ରାଷ୍ଟ୍ର ପରିଚାଳନାରେ ଅଂଶଗ୍ରହଣ କରିବା ପାଇଁ। ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ, ଏହା ଏକ ଆଦର୍ଶ ସମାଜ ଓ ଜୀବନ ମାର୍ଗ। ଏଠାରେ କୁହାଯାଉଛି ପିଲାମାନେ, ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ ବୋଲି ଏହା ଏକ ଆଦର୍ଶ ସମାଜ ଗଠନ କରିବାର ମାର୍ଗ ଅଟେ। ତା ସହିତ ଆଦର୍ଶ ଜୀବନଯାପନ କରିବାର ଏକ ମାର୍ଗ ଅଟେ ଗଣତନ୍ତ୍ର। ରାଜନୈତିକ ଭାବରେ ପିଲାମାନେ, ଗଣତନ୍ତ୍ର ଏକ ପ୍ରତିନିଧିମୂଳକ ସରକାର ଓ ଏକ ଦାୟିତ୍ୱମୂଳକ ସରକାର ବା ଦାୟିତ୍ୱଶୀଳ ସରକାର। ଅର୍ଥନୈତିକ ଓ ସାମାଜିକ ସାମ୍ୟ ବିନା ଗଣତନ୍ତ୍ର ସଫଳ ହୋଇନଥାଏ। ଏଠାରେ କୁହାଯାଉଛି ପିଲାମାନେ, ଲୋକମାନଙ୍କ ମଧ୍ୟରେ ଯଦି ଅର୍ଥନୈତିକ ସମାନତା ନାହିଁ ବା ସାମାଜିକ ସମାନତା ନାହିଁ, ତାହେଲେ ଗଣତନ୍ତ୍ର କେବେ ହେଲେ ସଫଳ ହୋଇପାରିବ ନାହିଁ। ଯଦି ଗଣତନ୍ତ୍ର ସଫଳ ହେବା ଦରକାର ଅଛି, ତାହେଲେ ଲୋକମାନଙ୍କ ମଧ୍ୟରେ ଅର୍ଥନୈତିକ ସମାନତା ରହିବା ଦରକାର, ତା ସହିତ ସାମାଜିକ ସମାନତା ରହିବା ଦରକାର। ତେବେ ଯାଇ ଗଣତନ୍ତ୍ର ସଫଳ ହୋଇପାରିବ। ଗଣତନ୍ତ୍ରର ସଫଳତା ପାଇଁ ସମାଜରେ ଲୋକମାନଙ୍କ ମଧ୍ୟରେ ସାମ୍ୟ, ମୈତ୍ରୀ, ସହନଶୀଳତା, ସହୃଦୟତା ଆବଶ୍ୟକ ଅଟେ। ଏହି ସମସ୍ତ ମୂଲ୍ୟବୋଧ ଯେମିତି ସମାଜରେ ଲୋକମାନଙ୍କ ମଧ୍ୟରେ ସାମ୍ୟ, ମୈତ୍ରୀ, ସହନଶୀଳତା, ସହୃଦୟତା ତଥା ଅର୍ଥନୈତିକ ସମାନତା, ସାମାଜିକ ସମାନତା, ଏହି ମୂଲ୍ୟବୋଧ ଯଦି ସମାଜରେ ଥିବ, ତାହେଲେ ହିଁ ଗଣତାନ୍ତ୍ରିକ ବ୍ୟବସ୍ଥା ସଫଳ ହେବ। ପିଲାମାନେ, ଆଜିର ଏହି ଭିଡ଼ିଓରେ ଆମେ ଜାଣିଲେ ଗଣତନ୍ତ୍ରର ଅର୍ଥ ବିଷୟରେ। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ, ଭିଡ଼ିଓଟିକୁ ଲାଇକ୍ କରିଦେବ। ଏହି ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କ ସହିତ ସେୟାର କରିଦେବ। ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ପରବର୍ତ୍ତୀ ଭିଡ଼ିଓରେ ଆମେ ଜାଣିବା ପିଲାମାନେ ଗଣତନ୍ତ୍ରର ପ୍ରକାର ବିଷୟରେ।